ପିଲାମାନେ ବହୁତ ଦିନ ଅନ୍ତର ହେଇଗଲା। ଏ ଭିତରେ ନୂଆ ସେସନ୍ ବି ଆରମ୍ଭ ହେଲା, ନୂଆ ପାଠ ଆରମ୍ଭ କରିବା। ଆଜି ଆମେ ପଢ଼ିବା +2 ସେକେଣ୍ଡ ଇୟର ଆର୍ଟ୍ସ ଓଡ଼ିଆ ଅପସନାଲ୍ର ଗୋଟେ କବିତା, ଯେଉଁଟା ତୁମର ବହିର ପ୍ରଥମ କବିତା ଅଛି, ପରଶୁରାମ ଭେଟ। ଆକୁ ଲେଖିଛନ୍ତି କବି ବଳରାମ ଦାସ। ବଳରାମ ଦାସ ଓଡ଼ିଆ ସାହିତ୍ୟରେ ପଞ୍ଚସଖା ଯୁଗର କବିମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ସେ ଥିଲେ ପାଞ୍ଚ ସଖାଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ। ସେମାନେ ନିଜେ ହିଁ ନିଜକୁ ପଞ୍ଚସଖା ବୋଲି କହିଛନ୍ତି। ଅଚ୍ୟୁତ ଅନନ୍ତ ଘେନି ଯଶବନ୍ତ, ବଳରାମ ଜଗନ୍ନାଥ, ଏ ପଞ୍ଚ ସଖାଏ ନୃତ୍ୟ କରିଗଲେ, ଗୌରାଙ୍ଗ ଚନ୍ଦ୍ର ସଙ୍ଗତ। ଏଇଟା ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି ଯେ ଅଚ୍ୟୁତ ଅନନ୍ତ ଘେନି ଯଶବନ୍ତ ବଳରାମ ଜଗନ୍ନାଥ, ଏ ପାଞ୍ଚ ଜଣଙ୍କ ସାର ନାମ ଆସିଗଲା। ଅଚ୍ୟୁତାନନ୍ଦ ଦାସ, ଯଶବନ୍ତ ଦାସ, ବଳରାମ ଦାସ, ଜଗନ୍ନାଥ ଦାସ ଏବଂ ଅନନ୍ତ ଦାସ। ଏମାନେ କ'ଣ କରିଥିଲେ ନା ଏମାନେ ଗୌରାଙ୍ଗ ଚନ୍ଦ୍ର ସହିତ ନୃତ୍ୟ କରିଥିଲେ। ଅର୍ଥାତ୍ ଗୌରାଙ୍ଗ ଚନ୍ଦ୍ର ଶ୍ରୀ ଚୈତନ୍ୟ। ଶ୍ରୀ ଚୈତନ୍ୟ ଯେତେବେଳେ ଓଡ଼ିଶାକୁ ଆସିଥିଲେ, ପୁରୀରେ ଅବସ୍ଥାପନ କରିଥିଲେ, ସେହି ସମୟରେ ହିଁ ସେମାନେ ଥିଲେ ଏବଂ ତାଙ୍କ ସହିତ ତାଙ୍କର ମହାମିଳନ ଘଟିଥିଲା। ତା ଶ୍ରୀ ଚୈତନ୍ୟ ଆସିଥିଲେ ଓଡ଼ିଶାକୁ 1510ରେ। ସେତେବେଳେ ଓଡ଼ିଶାର ରାଜା ଥାଆନ୍ତି ପ୍ରତାପରୁଦ୍ର ଦେବ ଏବଂ ପ୍ରତାପରୁଦ୍ର ଦେବ ଶ୍ରୀ ଚୈତନ୍ୟଙ୍କ ପ୍ରଭାବରେ ଆସି ବୈଷ୍ଣବ ଧର୍ମ ଗ୍ରହଣ କଲେ। ଆଗରୁ ଓଡ଼ିଆମାନେ ଥିଲେ ଉତ୍କଳୀୟ ବୈଷ୍ଣବ। ଶ୍ରୀ ଜଗନ୍ନାଥଙ୍କର କେନ୍ଦ୍ର କରି ସେମାନେ ବିଷ୍ଣୁର ଉପାସକ ଥିଲେ, ତେଣୁ ଉତ୍କଳୀୟ ବୈଷ୍ଣବ। କିନ୍ତୁ ଶ୍ରୀ ଚୈତନ୍ୟ ଆସିଲା ପରେ ରାଧାକୃଷ୍ଣଙ୍କର ଚିର ଅମୃତମୟ ଧାରାରେ ସେମାନେ ପଡ଼ିଲେ ଏବଂ ଗୌଡ଼ୀୟ ବୈଷ୍ଣବ ଧର୍ମ ଗ୍ରହଣ କଲେ। ଏବଂ ଚୈତନ୍ୟଙ୍କର ପ୍ରଭାବ ଯେତେବେଳେ ପଡ଼ିଛି ପ୍ରତାପରୁଦ୍ର ଦେବଙ୍କ ଉପରେ, ରାଜକୀୟ ପୃଷ୍ଠପୋଷକତା ପାଇଛନ୍ତି ସିଏ ଏବଂ ବୈଷ୍ଣବ ଲୀଳାକୁ ନେଇ ଅନେକ କାବ୍ୟ ଲେଖା ହେଇଛି, ଭକ୍ତି ରସାମୃତ କାବ୍ୟ ଲେଖା ହେଇଛି। ଯେଉଁ ପାଞ୍ଚ ଜଣ ଥିଲେ ସେ ସମୟର ଶ୍ରେଷ୍ଠ କବି, ସେମାନଙ୍କ ମଧ୍ୟରେ ସବୁଠୁ ବୟସରେ ବଡ଼ ଥିଲେ ବଳରାମ ଦାସ। ବଳରାମ ଦାସ ଅନେକ ପୁସ୍ତକ ରଚନା କରିଛନ୍ତି, ଯେମିତିକି ବ୍ରହ୍ମପୁରାଣ, ଲକ୍ଷ୍ମୀ ପୁରାଣ, ବ୍ରହ୍ମାଣ୍ଡ ଭୂଗୋଳ, ବଟ ଅବକାଶ, ଭାବ ସମୁଦ୍ର, ମୁର୍ଗୁଣୀ ସ୍ତୁତି, ଗୁପ୍ତ ଗୀତା ଇତ୍ୟାଦି। ବଳରାମ ଦାସ ଥିଲେ ଲୋକକବି। ଯଦି ବି କିଛି କବିତା ତାଙ୍କର ଆଧ୍ୟାତ୍ମିକ ଧାରା ସମ୍ବଳିତ ଥିଲା, ତେବେ ସାଧାରଣ ଜନତାଙ୍କ ପାଇଁ ସେ କବିତା ଲେଖୁଥିଲେ। ତାଙ୍କର ଲକ୍ଷ୍ମୀ ପୁରାଣ ତାର ଗୋଟେ ବଳିଷ୍ଠ ଉଦାହରଣ। ଲକ୍ଷ୍ମୀ ପୁରାଣରେ ସେ ଦେଖାଇବା ପାଇଁ ଚାହିଁଛନ୍ତି ଜାତିଭେଦ କିପରି ରହିବା ଉଚିତ ନୁହଁ। ଏବଂ ଏଇ ଯେଉଁ କବିତା ଆମେ ପଢ଼ିବା ଦାଣ୍ଡି ରାମାୟଣରୁ ଏଇଟା ଆସିଛି, ପରଶୁରାମ ଭେଟ। ଆକୁ ଦାଣ୍ଡି ରାମାୟଣ ବା ଜଗମୋହନ ରାମାୟଣ ବୋଲି କୁହାଯାଇଥାଏ। ଜଗମୋହନ ପୀଠରେ ବସି ବଳରାମ ଏ କାବ୍ୟ ରଚନା କରିଥିବା ହେତୁ ଆକୁ କୁହାଯାଏ ଜଗମୋହନ ରାମାୟଣ ଏବଂ ଦାଣ୍ଡି ବୃତ୍ତରେ ଏହା ରଚିତ, ତେଣୁ ଦାଣ୍ଡି ରାମାୟଣ। ସର୍ବଭାରତୀୟ ସ୍ତରରେ ଆଞ୍ଚଳିକ ଭାଷାରେ ଯେଉଁ ରାମାୟଣ ସବୁ ଲେଖାଯାଇଛି, ସେ ଦୃଷ୍ଟିରୁ ଇଏ ଅନ୍ୟତମ ପ୍ରାଚୀନ ଗ୍ରନ୍ଥ। କାରଣ ରାମଚରିତମାନସ ଯାହା ବହୁ ପ୍ରସିଦ୍ଧି ଲାଭ କରିଛି, ସେ ରାମଚରିତମାନସ ମଧ୍ୟ 1574ରେ ଲେଖା ହେଇଥିଲା। ତାର ବହୁ ପୂର୍ବରୁ ବଳରାମ ଦାସ ଦାଣ୍ଡି ରାମାୟଣ ଲେଖିଛନ୍ତି ଏବଂ ଦାଣ୍ଡି ରାମାୟଣର କଥାବସ୍ତୁ ମୂଳ ରାମାୟଣ ସହିତ ମିଶୁଥିଲେ ମଧ୍ୟ ଏଥିରେ ବଳରାମ ଦାସ ନିଜର ମୌଳିକତା ଦେଖାଇଛନ୍ତି। ଆମେ ଯେଉଁ ପ୍ରସଙ୍ଗ ପଢ଼ିବା ଆଜି, ଏଇଟା ତାଙ୍କର ଆଦି ପର୍ବରୁ ଆସିଛି ଦାଣ୍ଡି ରାମାୟଣର। ଆମେ ବିଷୟବସ୍ତୁକୁ ବର୍ତ୍ତମାନ ପ୍ରବେଶ କରିବା। ଯେତେବେଳେ
ରାମଚନ୍ଦ୍ର ଯାଇଛନ୍ତି ମିଥିଳାକୁ ଏବଂ ସେଠି ଧନୁ ଭଙ୍ଗ କରି ଶିବଧନୁ ଭଙ୍ଗ କରି ସେ ସୀତାକୁ ବିବାହ କରିଛନ୍ତି ଏବଂ ସୀତାଙ୍କୁ ଧରି ସେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସାଙ୍ଗରେ ଅଛନ୍ତି ଗୁରୁ ବଶିଷ୍ଠ, ପିତା ଦଶରଥ ଏବଂ ଅନ୍ୟାନ୍ୟ ପାରିପାର୍ଶ୍ୱିକ ବ୍ୟକ୍ତିବିଶେଷ, ତାଙ୍କର ସେନା ବାହିନୀର ଲୋକମାନେ ମଧ୍ୟ ଅଛନ୍ତି। ଗୋଟେ ଖୁସିମୟ ପରିବେଶ ଏବଂ ସେ ଫେରୁଛନ୍ତି। ସେ ପ୍ରସଙ୍ଗଟି କେମିତି ହେଇଛି ଦେଖ। ମିଥିଳା କଟକରୁ ସେ ହୋଇଲେ ବାହାର, ବାଟେ ରାଜାମାନେ ଦିଅନ୍ତି ଉପହାର। ସେଦିନ ବୈଶାଳୀପୁରେ ରହିଲେ, ରଜନୀ ପ୍ରଭାତେଣେ ତହୁଁ ଚଳିଗଲେ। ତାହେଲେ ମିଥିଳା କଟକରୁ, ମିଥିଳା ନଗରରୁ ସେମାନେ ବାହାରିଲେ। ରାସ୍ତାରେ କ'ଣ ହେଲେ, ରାଜାମାନେ ଯେଉଁ ଅପେକ୍ଷା କରିଥିଲେ, ଏତେ ବଡ଼ ରାଜପୁତ୍ର ସେ ବିବାହ କରି ଫେରୁଛନ୍ତି, ତାଙ୍କୁ ବିଭିନ୍ନ ପ୍ରକାର ଉପହାର ଦେଉଛନ୍ତି ଏବଂ ବୈଶାଳୀପୁରରେ ରାତ୍ରି ଯାପନ କଲା ପରେ ସେ ଆଗକୁ ଯାଇଛନ୍ତି। ସେଠି ସୁର ନଦୀ ବା ତୁମର ଗଙ୍ଗା ନଦୀ ଯାହାକୁ କୁହାଯାଉଛି, ସୁର ନଦୀ ଜିଣି ବିପୁଳ ବନେ ଯାଇ, ସେଦିନ ନିଶ୍ଚିତ ହିଁ ବିଶ୍ରାମିଲେ ଯାଇ। ତେଣୁ ସେମାନେ ଗଙ୍ଗା ନଦୀ ଅତିକ୍ରମ କରି ବିପୁଳ ବନକୁ ପ୍ରବେଶ କରିଛନ୍ତି ଏବଂ ସେଠି ଯାଇ ବିଶ୍ରାମ ନେଇଛନ୍ତି। ତାପରେ ସିଦ୍ଧ ବନେ ଯାଇ ରହିଲେ ଆର ଦିନ, ବିଶ୍ୱାମିତ୍ର ଆଶ୍ରମେ ସେ ଅତି ତପୋବନ। ତାପରେ ପହଞ୍ଚିଛନ୍ତି ସେମାନେ ସିଦ୍ଧବନ। ସିଦ୍ଧବନ ହେଉଛି ବିଶ୍ୱାମିତ୍ରଙ୍କର ଆଶ୍ରୟସ୍ଥଳ। ସିଦ୍ଧବନେ ବିଶ୍ୱାମିତ୍ର ଆଶ୍ରମେ ସେ ଅତି ବିତପନ। ବିଶ୍ୱାମିତ୍ରଙ୍କର ଆଶ୍ରୟସ୍ଥଳ, ସେ ଅତୀବ ପବିତ୍ର। ସେଇଠି ରହି ସେମାନେ ଚତୁର୍ଥୀ ସମ୍ଭାଷଣ କରିଛନ୍ତି। ତାପରେ ଯେମିତି ସକାଳ ହେଇଛି, ସେମାନେ ପୁଣି ଆଗକୁ ବଢ଼ିଛନ୍ତି। ନିଶି ପ୍ରଭାତରୁ ତହୁଁ ଚଳିଗଲେ, ସେଦିନ ଦଶରଥ ଦେଖିଲା ବିପରୀତ, ପର୍ବତ ଉପରେ ପଡ଼ିଲା ନିର୍ଘାତ। ସେମାନେ ଯେତେବେଳେ ସେଠୁ ଯାଇଛନ୍ତି, ସିଦ୍ଧବନରୁ ନିଜର ଯାତ୍ରା ଆରମ୍ଭ କରିଛନ୍ତି, ଦଶରଥଙ୍କୁ ଖରାପ ଲକ୍ଷଣ ସବୁ ଦେଖାଦେଇଛି। କି ପ୍ରକାର ଲକ୍ଷଣ ନା, ପର୍ବତ ଉପରେ ଚଡ଼କ ମାରିଛି, ବିଜୁଳି ମାରିଛି, ତାଙ୍କର ବାଁ ଆଖି ସ୍ଫୁରଣ ଘଟିଛି, ବାମ ନୟନ ସେ ସ୍ଫୁରଇ ଘନ ଘନ, ଗିଧ ପୋକ ଉପରେ ଉଡ଼ଇ ପୁନ ପୁନ। ତେଣୁ ବାମ ଆଖିର ସ୍ଫୁରଣ ଘଟିଛି। ଗିଧ ପକ୍ଷୀ ବା ଶାଗୁଣା ଯାହା କହୁଛୁ, ସେଇ ଶାଗୁଣା ଉଡ଼ି ବୁଲୁଛି। ମନୁଷ୍ୟ ଶରୀର ଉପରେ ବସଇ ଆସି କାକ, ଉପସର୍ଗ ଯେ ବୋଲନ୍ତି ଥକେ ଲୋକ। ପୁଣି କାଉମାନେ ଉଡ଼ି ଆସି ମଣିଷ ଉପରେ ବସି ଯାଉଛନ୍ତି, ଯାହାକି ବହୁତ ଖରାପ ଲକ୍ଷଣ। ଶ୍ରୀରାମ ଆଗରେ ଶୃଗାଳ ରାବ ଦିଅନ୍ତି, କୁହୁଡ଼ି ହଇଣ ଆକାଶେ କୁହୁ ଝଟକନ୍ତି। ତେଣୁ ବିଲୁଆମାନେ ରାବ ଦେଉଛନ୍ତି, ତାଙ୍କର ଯାତ୍ରାରେ ବ୍ୟାଘାତ ସୃଷ୍ଟି କରୁଛନ୍ତି ଏବଂ ଆକାଶରେ ଘନ ଘନ ବିଜୁଳି ମାରିଛି। ସୂର୍ଯ୍ୟଙ୍କର କିରଣ ହଇଲା ନ୍ୟୁନ, କି ଜାଣି ଦିନକର ପୂର୍ଣ୍ଣିମା ଜହ୍ନ। ସୂର୍ଯ୍ୟଙ୍କର ତେଜ ମଧ୍ୟ କମିଗଲା ଏବଂ ସୂର୍ଯ୍ୟ ଦିଶିଲା ଜହ୍ନ ଭଳିଆ, ପୂର୍ଣ୍ଣମୀର ଜହ୍ନ ଭଳିଆ। ଧୂମକେତୁ ଉଦୟ ହଇଲା କି ଗଗନେ, ଦିବେଷଣ ଉଦୟ ହଇଲା ତାରା ମାନେ। ମନେ ହେଲା ସତେ ଯେମିତି ଆକାଶରେ ଧୂମକେତୁ ଆସିଲା, ହଠାତ୍ ରାତି ହେଇଗଲା, ତାରା ଦେଖାଦେଲେ। କୁହୁଡ଼ି କଲା ପ୍ରାୟ ନଦୀ ଶୋଇ ଦିବସ, ପ୍ରବଳ ହଇଣ ଯେ ବହଇ ବତାସ। ଯେମିତିକି ଅନ୍ଧାକାର ଛାଇଗଲା ଏବଂ ଦିନ ବୋଲି ଆଦୌ ଜଣାପଡ଼ିଲାନି। ବାତ୍ୟା ଆସିବା ଆରମ୍ଭ ହୋଇଗଲା, ବତାସ ଆସିଲା। ଦଶରଥ ବିଚାରେ ଉପସର୍ଗ କଥା, ବଶିଷ୍ଠକୁ ରାଇ ବିଚାରେ ମହାରଥା। ତେଣୁ ବଶିଷ୍ଠ, ଗୁରୁ ବଶିଷ୍ଠଙ୍କୁ ଦଶରଥ ପଚାରିଛନ୍ତି, ଏସବୁ କାହିଁକି ଖରାପ ଲକ୍ଷଣ ଦୃଶ୍ୟମାନ ହେଉଛି? ଇଏ ଶଙ୍କୁ ମନେ ଯେ ବିପରୀତ ଦିଶଇ, ମୋହର ମନକୁ ଯେ ଶୁଭ ନ ଆସଇ। ତେଣୁ ମୋ ମନକୁ କିଛି ଶୁଭ ଲକ୍ଷଣ ଦେଖାଯାଉନି, ଅବଶ୍ୟ ବିପରୀତ ହୋଇବାକୁ ଆଜ, ପ୍ରମାଦ ହୋଇବ ଏ ମୋହର ଏଡ଼େ ଶୁଭ କାର୍ଯ୍ୟ। ତେଣୁ ମୁଁ ଏତେ ବଡ଼ ଶୁଭ କାର୍ଯ୍ୟ କରିକି ଫେରୁଛି, ମୁଁ ପୁଅ ପାଇଁ ବୋହୂ ନେଇକରି ଘରକୁ ଫେରୁଛି, କିନ୍ତୁ ଖରାପ ଲକ୍ଷଣ କାହିଁକି ଦେଖା ଦେଉଛି? ମୁନିଏ ବୋଇଲେ ଓହୋ, ଆନ ନାହିଁ କିଛି, ଏକ କଥାଏ ଭ୍ରାନ୍ତ ତୋର ଅଛି। ସେଠୁ ମୁନି ବା ଋଷି ବଶିଷ୍ଠ ସେ ସାନ୍ତ୍ୱନା ଦେଉଛନ୍ତି, କିଛି ବ୍ୟସ୍ତ ହେବାର ନାହିଁ। କ୍ଷତ୍ରିଙ୍କର ଐରି ଯେ ଅଟଇ ପରଶୁରାମ, ସିଦ୍ଧବନେ ଏହୁ କରିଅଛି ଆଶ୍ରମ। ଆମେ ସିଦ୍ଧବନରେ ପହଞ୍ଚି ଯାଇଛୁ ଏବଂ ସିଦ୍ଧବନରେ କ'ଣ ହେଇଛି, କ୍ଷତ୍ରିୟମାନଙ୍କର ଯିଏ ଶତ୍ରୁ ସିଏ ଅଛନ୍ତି। ସିଏ କିଏ ନା ପରଶୁରାମ।
ପରଶୁରାମ ଏଠି ଅଛନ୍ତି, ସେଇଥିପାଇଁ ଏସବୁ ବିଲକ୍ଷଣ ଦେଖାଯାଉଛି। ସେନ ପୁଣ ହୋଇ ଭେଟ ପଡ଼ିଯାଇ ଆଜ ତାହାକୁ ଦେଖିଲେ ହୋଇବ ମନ୍ଦ କାର୍ଯ୍ୟ। ତେଣୁ ସେ ତ ତପସ୍ୟାରେ ଥିବେ, ତାଙ୍କ ସହିତ ଭେଟ ନହେଲେ ଭଲ। ଆମେ ଯଦି ଆଗକୁ ଚାଲିଯିବା ଏବଂ ତାଙ୍କ ସହିତ ଭେଟ ନ ହୁଏ ତାହେଲେ ଆମ ପାଇଁ ସେଟା ଭଲ ହେବ, କିଛି ବିଲକ୍ଷଣ ହେବ ନାହିଁ। ଏତେ ବୋଲି ତହୁଁରେ କରନ୍ତି ଗମନ, ଧ୍ୟାନ ବସିଥିଲା ଯେ ରେଣୁକାନନ୍ଦନ। ଏମାନେ ସିନା ଆଗକୁ ଚାଲିଗଲେ, କିନ୍ତୁ ରେଣୁକାନନ୍ଦନ ସେଠି ବସିଥିଲା। ରେଣୁକାନନ୍ଦନ ସେଇ ପରଶୁରାମ, ଯାହାଙ୍କର ମାତାଙ୍କର ନାମ ରେଣୁକା ଏବଂ ପିତା ହେଉଛନ୍ତି ତାଙ୍କର ଯମଦଗ୍ନି। ଧ୍ୟାନ ଛାଡ଼ିଲେ ଯେ ପରଶୁରାମ ମୁନି, ସମାଧି ଭାଜିଲା ଯେ ବୀର ତୁଣ ଶୁଣି। ଏମାନେ ଯେଉଁ ବୋହୂ ନେଇକରି ଫେରୁଥିଲେ, ଏମାନେ ସବୁ ବାଦ୍ୟଯନ୍ତ୍ରର ବ୍ୟବହାର ମଧ୍ୟ କରୁଥିଲେ। ସେଇ ବାଦ୍ୟଯନ୍ତ୍ର ଶୁଣିକି, ବୀରବାଦ୍ୟ ଶୁଣିକି ତାଙ୍କର ଧ୍ୟାନ ଭଙ୍ଗ ହୋଇଯାଇଛି। ସେ ସମାଧିରୁ ଉଠିଛନ୍ତି ପରଶୁରାମ। ମନେ ବିଚାରୋଇ ଯେ କିସ ଯେ ଶବଦ, ଶ୍ରବଣକୁ ଶୁଭଇ ସେ ବୀରତୁର ବାଦ୍ୟ। ଯେ ଏ କି ପ୍ରକାର ବାଦ୍ୟ ଶୁଭୁଛି? ଆବର କିବିରେ ଅଛନ୍ତି ଦେହ ଘେନି, ବୀରନ୍ତ ମାରି ଶୂନ୍ୟ କଲଇ ମେଦିନୀ। ତେଣୁ ମୁଁ ତ ସମସ୍ତ ବୀରଙ୍କୁ ମାରିଦେଇଛି, ମେଦିନୀ ବା ପୃଥିବୀକୁ କ୍ଷତ୍ରିୟ ଶୂନ୍ୟ କରିଦେଇଛି, ତାପରେ ବି ଆହୁରି କିଏ ବୀର ରହିଗଲା? ଶୂନ୍ୟ କଲଇ ମେଦିନୀ, ଭାଷା ଟିକେ ଏଇଭଳିଆ ରହିବ। କଲଇ ଯେଉଁଟା କଲି ଭାଷା, କାହିଁକି? ଇଏ ବହୁତ ବର୍ଷ, 500-600 ବର୍ଷ ତଳର ଭାଷା। ତେଣୁ ଓଡ଼ିଆ ଭାଷା ସେତେବେଳେ ଯାହା ଥିଲା ସେ ପ୍ରକାର ଭାଷାରେ ଇଏ ଲେଖାଯାଇଛି। ପୁଣି ବୀର ତୁର ଶୁଭିଲାକ ମତେ, କେବଳ ବୀର ପ୍ରତାପ ହୋଇଲା ଜଗତେ। ତାହେଲେ କେଉଁ ବୀର ଆହୁରି ରହିଗଲା? କାହିଁକି ମୋତେ ବୀରବାଦ୍ୟ ଶୁଭିଲା? ପୂର୍ବର କଥା ମାନ ନାହିଁ କି ସେ ଶୁଣି, ବୀର ତୁର ବଜାଏ ଯେ କେବଳ ଗୁଣେ ଘେନି। କେହି ତ ଏମିତି ବୀର ନାହାନ୍ତି ଧରା ପୃଷ୍ଠରେ ଯିଏ ମୋ ସମ୍ମୁଖରେ ଆସି ବୀରବାଦ୍ୟ ବଜେଇବ। ବୀରଦଳ ଦର୍ପ ଗଞ୍ଜନ, ମୁଁ ବୀରଙ୍କର ନାଥ, ଯେ ବୀର ବୋଲିଛି ଛେଦଇ ତାର ମାଥ। ମୋ ସମ୍ମୁଖରେ ଯିଏ ବି ନିଜକୁ ପରାକ୍ରମୀ ବା ବୀର ବୋଲି କହିଛି, ମୁଁ ତାର ମୁଣ୍ଡ କାଟ କରିଛି, ତାର ମଥାକୁ ଛେଦନ କରିଛି। ବୀର ବୋଲି ମୁଁ ଯେ ନଥଇଲି ସୀମା, ଏତେ ବୋଲି କୋପ କଲା ପରଶୁରାମା। ତେଣୁ କେଉଁ ବୀର ମୋ ସମ୍ମୁଖକୁ ଆସିଲା? କହିଛି କୋପ କଲେ ବା କ୍ରୋଧାନ୍ୱିତ ହେଲେ। ନିଶ୍ୱାସ ଖର ତଳ କାଳ ସର୍ପ ଜାଣି, ଘନ ଘନ କୋପ ଯେ କରଇ ପରଶୁମଣି। ଯେମିତି ସର୍ପ କ୍ରୋଧିତ ହେଲେ ସଁ ସଁ ଶବ୍ଦ କରିଥାଏ, ଗର୍ଜନ କରିଥାଏ, ସେଇଭଳିଆ ତାଙ୍କର ଖର ନିଶ୍ୱାସ ଆସିଲା। ସର୍ପ ଭଳିଆ ସେ କ୍ରୋଧାନ୍ୱିତ ହୋଇଗଲେ ଏବଂ ସଁ ସଁ ଗର୍ଜନ କରିବାକୁ ଲାଗିଲେ। ବନସ୍ତରୁ ବାହାରି ହୋଇଲେ ଦିଶିଲା କରୁସି, କଳା ମେଘେ ବିଦାରିକି ବାହାରେ ଇଏ ଶଶୀ। ସିଏ ଜଙ୍ଗଲ ଭିତରୁ ବାହାରି ଆସିଲେ ଏବଂ ତେଜମୟୀ ପୁରୁଷ, ସତେ ଯେମିତିକି ଅନ୍ଧାରକୁ ଚିରି ଜହ୍ନ ଆସୁଛି ସେଭଳିଆ ସିଏ ପ୍ରତୀୟମାନ ହେଲେ। ଶିରେ ନାଗବନ୍ଧ ପିଙ୍ଗଳ ବର୍ଣ୍ଣ ଜଟା, ଶ୍ରବଣେ କୁଣ୍ଡଳ କୋଟିରେ କାଛଟା। ତାହେଲେ କ'ଣ କରିଛନ୍ତି ସିଏ? ଶିରେ ନାଗବନ୍ଧ, ପିଙ୍ଗଳା ବର୍ଣ୍ଣ ଜଟା ଏବଂ ମୁଣ୍ଡରେ ଜଟା ଗୁଡ଼ା ଏମିତି ପିଙ୍ଗଳା ବର୍ଣ୍ଣ ବାନ୍ଧିଛନ୍ତି ଯେମିତିକି ନାଗସର୍ପ ରହିଛି ସେଥିରେ, ସେଇଭଳିଆ ଦୃଶ୍ୟମାନ ହେଉଛି। ଏବଂ କର୍ଣ୍ଣରେ କ'ଣ କରିଛନ୍ତି? କୁଣ୍ଡଳ ପିନ୍ଧିଛନ୍ତି। ଆଉ କୌପିନି ପିନ୍ଧିଛନ୍ତି, କାଛଟା ପିନ୍ଧିଛନ୍ତି। କଣ୍ଠେଣ ତୁଳସୀ ରୁଦ୍ରମାଳ ସାଜି, ପୁଇଁ ଚାନ୍ଦିଆ ମାଳ ହୃଦୟ ବିରାଜି। ଆଉ କ'ଣ ହେଇଛି? କଣ୍ଠେଣ ତୁଳସୀ ରୁଦ୍ରାକ୍ଷ ମାଳ ସାଜି, କଣ୍ଠେ ତୁଳସୀର ରୁଦ୍ରାକ୍ଷ ମାଳ ପିନ୍ଧିଛନ୍ତି ଏବଂ ଚାନ୍ଦିଆ ମାଳ ହୃଦୟରେ ମଧ୍ୟ ମାଳ ସିଏ ପରିଧାନ କରିଛନ୍ତି, ଯେଉଁଟା ବେକରେ ପିନ୍ଧିଛନ୍ତି, ହୃଦୟ ପର୍ଯ୍ୟନ୍ତ ଲମ୍ବି ଆସିଛି। କୃଷ୍ଣ ଜିନ ଛାଲ କୋଟିରେ ଓହାଡ଼ି, ଅଣ୍ଟା ଏଣ ତାହାର ଅଛଇ ଯେ ଭିଡ଼ି। ତେଣୁ କୃଷ୍ଣ ଜିନ ଛାଲ, ସେ ହେଉଛନ୍ତି କୃଷ୍ଣସାର ମୃଗ ବା ହରିଣର ଛାଲକୁ ସେ ପରିଧାନ କରିଛନ୍ତି ଏବଂ କଷା ବସ୍ତ୍ର ପରିହଣ, କଛିରେ କାଛଟା, କୋଟିରେ କାଛଟା, କଷ ବସ୍ତ୍ର ପିନ୍ଧିଛନ୍ତି ଏବଂ ଅଣ୍ଟାରେ କାଛଟା ଅଛି। ପବିତ୍ର ଉତ୍ତରୀ କରିଣ କୁଶଗଣ୍ଠି ଏବଂ ଉତ୍ତରୀ ଭାବରେ କ'ଣ କରିଛନ୍ତି? ଯେଉଁ କୁଶ, ଗୋଟେ ଗୁଳ୍ମ ଜାତୀୟ ଜିନିଷ, କୁଶ ଯେଉଁଟା ତୁମର ବିଭିନ୍ନ ଶୁଭ କାର୍ଯ୍ୟରେ ମୁଦି କରିକି ପିନ୍ଧନ୍ତି, ସେ ଘାସ, ତାକୁ ସେ ପଇତା ଆକାରରେ ପିନ୍ଧିଛନ୍ତି। ଦେଖ କେତେ ସୁନ୍ଦର ବର୍ଣ୍ଣନା କରାଯାଇଛି ତାଙ୍କର ବାହ୍ୟ ରୂପକୁ। ଏଇଟା କ୍ୱେଶ୍ଚନ୍ ଅନେକ ସମୟରେ ଲଙ୍ଗ କ୍ୱେଶ୍ଚନ୍ ଆସେ ଯେ ପରଶୁରାମଙ୍କର ରୂପ ବର୍ଣ୍ଣନା କର। ପବିତ୍ର ଉତାରି କରିଣ କୁଣ୍ଠଗତି, ଯାଗ ଯଜ୍ଞ ପାଉଁଶ ବିଲେପନ ଅତି ଦୀର୍ଘ ଦାଢ଼ି। ତାପରେ କ'ଣ ଅଛି? ଯଜ୍ଞର ଯେଉଁ ଭସ୍ମ, ଯଜ୍ଞ କଲେ ଯେଉଁ ହୁ ହୁ ନିଆଁ ଜଳିଥାଏ ଏବଂ ସେଠି ଯେଉଁ ଭସ୍ମ ପାଉଁଶ ହୋଇଥାଏ,
ତାକୁ ସେ ଦେହରେ ବୋଳିଛନ୍ତି। ତାଙ୍କର ଲମ୍ବା ଦାଢ଼ି ରହିଛି, ଯାହାକି କ'ଣ ହେଉଛି ଫରହର ନିଶ ଅଛଇ ହାଦେ ଉଡ଼ି ଫରଫର ହୋଇ ସେ ନିଶ ଦାଢ଼ି ସବୁ ଉଡ଼ୁଛି। ପିଠିରେ ପକାଇ ଅଛଇ ବ୍ୟାଘ୍ର ଛାଲ, ତାହେଲେ ସେ ଅଣ୍ଟାରେ ପିନ୍ଧିଥିଲେ ହରିଣ ଛାଲ, କିନ୍ତୁ ପିଠିରେ ଅଛି କ'ଣ ତାଙ୍କର ବ୍ୟାଘ୍ର ଛାଲ। କପଳେ 3 ଖଣ୍ଡ କରିଅଛି ଭାଲ, କପାଳରେ ଏମିତି 3ଟି ରେଖା ଟାଣିଛନ୍ତି। ଶ୍ରୋହା କ୍ଷେପଣୀ ଯେ କୁଶମନ୍ତ୍ର ପଥି, କାଖ ମୂଳ ଯେ ଅଧାର ଗୋଟି ଅଛି। ତେଣୁ କାଖ ମୂଳରେ କ'ଣ କରିଛନ୍ତି, ବେଦକୁ ସେ ଧରିଛନ୍ତି, ଶାସ୍ତ୍ରକୁ ଧାରଣ କରିଛନ୍ତି। ବେଦ କରାଣ୍ଡି ଉଦ୍ବେଳକ ବଛା, ଖଣନ୍ତି କମଣ୍ଡଳ ବ୍ରହ୍ମଚର୍ଯ୍ୟ ଦୀକ୍ଷା। ତେଣୁ କାଖରେ ସେ ବେଦକୁ ରଖିଛନ୍ତି ଏବଂ କମଣ୍ଡଳ ମଧ୍ୟ ଧରିଛନ୍ତି। ବାମ କରେ ଧନୁ ଡାହାଣେ କଠୋର, କଣ୍ଠ ତଟେ ସହି ଅଛି ତୃଣଭାର। ତେଣୁ ବାଁ ହାତରେ ସେ ଧନୁ ଧରିଛନ୍ତି ଏବଂ ଡାହାଣ ହାତରେ ମଧ୍ୟ ସେଭଳି ଅସ୍ତ୍ର ଧରିଛନ୍ତି। ବୈଷ୍ଣବା ନାମେ କଦଣ୍ଡେ ଗୁଣ ଦେଇ, ପଇତା ଚନ୍ଦନ ଯେ ଅଛଇତା লাই। ତେଣୁ ତାଙ୍କର ଯେଉଁ ଧନୁ, ସେ ଧନୁକୁ ସେ ପଇତା ଭଳିଆ ବେକରେ ପକାଇ ଦେଇଛନ୍ତି ଦେହରେ, ଏବଂ ତାଙ୍କର ଧନୁର ନାମ ହେଉଛି ବୈଷ୍ଣବା। ଏଇଟା ଅନେକ ସମୟରେ କ୍ୱେଶ୍ଚନ୍ ଆସେ, ତାଙ୍କ ପରଶୁରାମଙ୍କର ଧନୁର ନାଁ କ'ଣ? ତେଣୁ ସେ ଧନୁ ହେଉଛି ବୈଷ୍ଣବା। ନୟନ ତେଜି ମିଥୁନର ବିଜୁଳି, ଜଣେ ସେ ଚାହିଁ ତେଳେ ଅଗ୍ନି ଜଳି। ତେଣୁ ଏତେ କ୍ରୋଧୀ ପରଶୁରାମ, ସେ ଯୁଆଡ଼କୁ ଚାହୁଁଛନ୍ତି ସତେ ଯେମିତିକି ସିଆଡ଼େ ନିଆଁ ଜଳି ଯାଉଛି। ନିଶ୍ୱାସ ବହନ୍ତେ ହଲଇ ନାସାର ବିମ୍ବର, ରମ୍ବ ଟାଙ୍କରେ ଅଷ୍ଟ ଥରହର। ସେ ନିଶ୍ୱାସ ଯେତେବେଳେ ନେଉଛନ୍ତି ତାଙ୍କର ନାକପୁଡ଼ା ହଲି ଯାଉଛି, ରୋମ ଟାଙ୍କୁରି ଉଠୁଛି, ଓଠ ଥରି ଯାଉଛି। ସମୁଦ୍ର କୂଳେ କି ଅଗସ୍ତି ଆସି ହଏ, ଦକ୍ଷିଣ ସନ୍ନ୍ୟାସ ଯେ କଲି ମହା ଭଏ। ତେଣୁ ଏଭଳିଆ ପରିବେଶକୁ ଯେମିତି ସମୁଦ୍ରର ଗର୍ଜନ ମାଡ଼ି ଆସୁଛି, ସେଭଳିଆ ସମସ୍ତେ ଭୟ ପାଇଗଲେ। ପ୍ରଳୟ ଅନଳ ପ୍ରାୟକ ଦିଶଇ, ସୂର୍ଯ୍ୟ ଦେବତା କି ମେଦିନୀ କି ଆସଇ। ତେଣୁ ପ୍ରଳୟ ପରିବେଶ ସୃଷ୍ଟି ହେଇଛି, ସତେକି ପ୍ରଚଣ୍ଡ ତେଜ ଧରି ସୂର୍ଯ୍ୟ ଦେବତା ଧରପୃଷ୍ଠକୁ ଅବତରଣ କରିଛନ୍ତି। ସୈନି ପକାଇ ଯାଇ କହିଲେ ନୃପବର, ବଳ ଗାଣି ଆଛଇ ଦେବ ପ୍ରସୂଧର। ତେଣୁ ସେତେବେଳେ ବାଧ୍ୟ ହେଇକିରି ରାଜା ଦଶରଥ ତାଙ୍କର ସମ୍ମୁଖକୁ ଯାଇଛନ୍ତି ଏବଂ କ୍ଷମା ମାଗିଛନ୍ତି। କ'ଣ କହିଛନ୍ତି, ବାଟ ଗଳାଣ ଅଛୟ ଦେବ ପ୍ରସୂଧର, ଶୁଣି ଦଶରଥ ଉଡ଼ଇ ସାହସ, ଶରୀର କମ୍ପଇ ଖର ନିଶ୍ୱାସ। ସେ ସତେ ଯେମିତିକି ଯାଇକି ତାଙ୍କର ଆତ୍ମସମର୍ପଣ କରିଛନ୍ତି ଦଶରଥ, କିନ୍ତୁ ଇଏ କିଛି ଶୁଣୁନାହାନ୍ତି ପରଶୁରାମ। ତାଙ୍କ ଶରୀର କମ୍ପୁଛି, ନିଶ୍ୱାସ ଖରଖର ହୋଇ ବାହାରୁଛି। ବିହି ସୁମରି କପାଳେ ହାତ ମାରଇ, ବଶିଷ୍ଠ ମୁଖ ଚାହିଁ ଶୋକ ଯେ କରଇ। ସେତେବେଳେ ବଶିଷ୍ଠକୁ ଚାହିଁ ଦଶରଥ ହତାଶ ହେଇଯାଇଛନ୍ତି। ଭୌମୁନି ଶୁଣିଲ ବିପରୀତ ବାଣୀ, ଆଗେ ଅଗାଣି ଅଛଇ ପରଶୁମଣି। କ'ଣ କରିବା, ପରଶୁରାମ ତ ଏଇଭଳିଆ ଅଟକେଇଲେ ଆମକୁ। କିମ୍ପା ଉଇଲେ ଯେ କାରଣ ଏଥ କିସ, ଏଥକୁ ପାଏ ମତେ କ୍ରୋହ ବ୍ରହ୍ମରିଷ। ତେଣୁ କ'ଣ କରିବା ଏତେବେଳେ କୁହ। ରସବର ହୋଇଅଛ ପୁଣି ଆସି, ଇଏ ମୋହର ପୁତ୍ର ନପୁଣ ଯାଇ ନାସି। କି ବୁଦ୍ଧି କରିବି କହ ସେ ବିଚାରି। ତେଣୁ ତୁମେ ବିଚାର କରି କହ, ମୁଁ ଏତେବେଳେ କ'ଣ କରିବି। ତାପରେ ବଶିଷ୍ଠ ତାଙ୍କୁ କିଛି ପରାମର୍ଶ ଦେଉଛନ୍ତି। ବଶିଷ୍ଠ କ'ଣ ପରାମର୍ଶ ଦେଉଛନ୍ତି ସେଇଟା ଆଉ ଗୋଟେ ଚାପ୍ଟରରେ ଆମେ ପଢ଼ିବା।